କାର ଯାହା ଅଛି ଯିଏ ଯାହାର ପଇସା ଅଛି ସେ ସବୁବେଳେ ଯାଇପାରିବ, ଯାହାର ନାହିଁ ସେ ଆରାମସେ ଘରେ ରହିପାରିବ। ତ ଆମର ନାହିଁ ଯେହେତୁ ଆମେ ଏଇ କଣ ନୂଆ ବର୍ଷରେ ଏତେ ଭଲ ମନ୍ଦ ଏତେ କଣ ଭୋଜି ଭୋଜି ବଟକରା ସବୁ କରି ଖାଇଲେ କଣ ଆମର ମନ ନାହିଁ। ଆମର ଯେହେତୁ ଆମେ ଯେତିକିରେ ଲୋକ ସେତିକି ଆମେ ରହିବା ଦରକାର, କାରଣ ଆମର ସବୁଠେ ସାଙ୍ଗମାନେ ପଇସାଟା ହିଁ ଦରକାର। ସବୁଠେ ପଇସା ଥିଲେ ସବୁ କିଛି ହେଇପାରିବ। ତ ସାଙ୍ଗମାନେ ଏଇ ହେଉଛି କଥା। ତ ଆମର ଶାଗ ପଖାଳ ଲୁଣ ଖଟା ଏତିକି ହିଁ ଶାନ୍ତି। ଆମେ ସେତିକିରେ ଭଗବାନଙ୍କର ଆଶୀର୍ବାଦ କିନ୍ତୁ ଆମକୁ ଅନ୍ନ ଗଣ୍ଡେ ଦିଅନ୍ତୁ, ଆଉ ଆମ ଘରେ କେତେବେଳେ କଳି ଝଗଡ଼ା ନ ହଉ, ଏତିକି ହିଁ ସାଙ୍ଗମାନେ ଆମେ ଚାହୁଁ। ତ ଏତିକିରେ ହିଁ ଆମେ ଶାନ୍ତି। ଆଉ ଆଉ କିଛି ବି ଲୋକ ଅଛନ୍ତି ମାନେ ୟୁଟ୍ୟୁବ୍ କରୁଛି ଇଏ କରୁଛି ସିଏ କରୁଛି, କାରଣ ଯାହା ମାନେ ସୋସିଆଲ ମିଡ଼ିଆ କାମ ଯିଏ କରୁଛି ନା ତା ଦେହରେ କଳା ଅଛି ନା, ସେ ଯେମିତି ହେଲେ କଳାକାର ହିଁ ସେ କଳା ପରିବେଷଣ କରିପାରିବ, ଅନ୍ୟ ଲୋକ କେହି କରିପାରିବେନି। ଯାହା ଦେହରେ ଯୋଉଟା ଭଗବାନ ଯୋଉଟା ନେଇକି ଯାହା ବି ଯାହାକୁ ଯୋଉଠି ନେଇକି ଗଢ଼ିଛନ୍ତି, ଆଉ ଆମେ କରିପାରୁଛୁ କାହିଁ ତମେ ଘରେ ବସିକି ତ ସେଇ ଜିନିଷଟା କରିପାରୁନା। ଆମେ ଯେହେତୁ ଆମ ଗୋଟେ କଳା ଅଛି, ଭଗବାନ ଆମକୁ ଯେମିତି ଗଢ଼ିଛନ୍ତି ଆମେ ସେମିତି ବି କହିପାରୁଛୁ, ତମେ ତ କାହିଁ କହିପାରୁନ। ଆଉ ଦେଖେଇ ଶିଖେଇ କହୁଛ କଣ ପାଇଁ? ତ ସେଇଟା ହେଉଛି କଥା ସାଙ୍ଗମାନେ। ହଉ ତାଙ୍କ କଥା ଛାଡ଼ନ୍ତୁ, ଆଉ ଚାଲନ୍ତୁ ଆମେ ଆଗକୁ ବଢ଼ିବା।